ନଳକୂପ ପମ୍ପ ଚାଳକ ମିସ୍ତ୍ରୀ ମାନଙ୍କର ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କର 10 ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଆସିଛନ୍ତି। ଆମ ପାଖରେ ଅଛନ୍ତି ସଭାପତି। କ'ଣ କହିବେ ସାର୍? ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି, କ'ଣ ସମସ୍ୟା ନେଇ ଆସିଛନ୍ତି? ସାର୍ ନମସ୍କାର। ମୁଁ ଆସିଛି ଗଜପତି ଜିଲ୍ଲାର ସଭାପତି ଶ୍ରୀ ରଞ୍ଜିତ କୁମାର ଛିଞ୍ଚାଣି। ଆମେ ଏସିଏମ୍ ଜଳ ଯୋଗାଣ ପରିମଳ ବିଭାଗରେ ଆମେ କାର୍ଯ୍ୟରତ। ଆମମାନଙ୍କର ଦରମା ବୃଦ୍ଧି କରିନଥିବା ହେତୁ ଆମେ 12 ତାରିଖ ଠାରୁ ଭୁବନେଶ୍ୱର ଗାନ୍ଧୀ PMG ମାର୍ଗରେ ଆମେ ଶାନ୍ତିପୂର୍ଣ୍ଣ ଧାରଣା ଦେଉଛୁ। ଆଜି ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛୁ, ଯାହାକି ଆମମାନଙ୍କର ଦରମା ଯେପରି ବୃଦ୍ଧି କରାଯିବ ସେଥି ନିମନ୍ତେ ଜିଲ୍ଲାପାଳଙ୍କୁ ଆମେ ଦରଖାସ୍ତ ଦେବା ପାଇଁ ଆସିଅଛୁ। ସେଥି ସଙ୍ଗେ ସଙ୍ଗେ ଆମେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ନିମନ୍ତେ ଆମେ ଦରଖାସ୍ତ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଅଛୁ। ଯାହା କହୁଥିଲେ ସଭାପତି, ସେମାନଙ୍କର ଦରମା ବୃଦ୍ଧି ସକାଶେ ତାଙ୍କେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଜଣେ ଆମ ପାଖରେ ସମ୍ପାଦକ ଅଛନ୍ତି। କ'ଣ କହିବେ ଭାଇ? ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି, କ'ଣ କହିବେ? କ'ଣ ବୋଲେ ମୁଁ ଗଜପତି ଜିଲ୍ଲାରୁ କହୁଥିଲି। ଆଉ ଆମର ଯେଉଁ ଦରମା କମ୍ ଥିଲା, 25 ବର୍ଷ ହେଲା ଆମେ କାମ କରି ଆସୁଥିଲୁ। ଆଉ ସେ କାମରେ ଆମେ ଯେଉଁ 3250 ଟଙ୍କା ପାଉଥିଲୁ, ସେଇଟା ଆମ ପାଇଁ କିଛି ବି ଆଉ କାମରେ ଲାଗୁନି। ଆଉ ସେଥିପାଇଁ ଆଉ କିଛି ଦରମା ବଢ଼ାଇବା ପାଇଁ ବୋଲିକି ଆମର ବିଶେଷ ଅନୁରୋଧ ଆଉ ପ୍ରାର୍ଥନା। ଯାହା ଭାଇ କହୁଥିଲେ, ସେମାନଙ୍କର ଦରମା ବୃଦ୍ଧି ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କର ବିଭିନ୍ନ ଦାବି ଏଇଭଳି 10 ଦଫା ଦାବି ରହିଥିବାର ଜଣାପଡ଼ୁଛି। ସେମାନଙ୍କର ଦାବି ଯଦି ପୂରଣ ନ ହୁଏ ଆଗାମୀ ଦିନରେ କ'ଣ ପଦକ୍ଷେପ କରିବେ? ଆଜ୍ଞା, ଆଗାମୀ ଦିନରେ ଆମେ ରାଜରାସ୍ତା ପୁରା ବନ୍ଦ କରିବୁ। ଆମମାନଙ୍କର ବିଶ୍ୱାସ ଅଛି, ଆମମାନଙ୍କର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସାର୍ଙ୍କୁ ଆମର ଦୃଢ଼ ବିଶ୍ୱାସ ରହିଛି। ଆମ ଏସିଏମ୍ କାରିଗରମାନଙ୍କର ଦରମା ବଢ଼େଇଲେ ଆମ ପରିବାର ମଧ୍ୟ ଭଲ ରହିବ। ସେଥିପାଇଁ ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ। ସାର୍, ମୁଁ ଗଜପତି ଜିଲ୍ଲା ଗୋସାଣୀ ବ୍ଲକର ସଭାପତି। ମୋ ନାଁ ଗୋବିନ୍ଦ ଚନ୍ଦ୍ର ବିଷୋଇ। ଦୀର୍ଘ ଆମେ 25 ବର୍ଷ ହେଲା ନଳକୂପ ମରାମତି କରି ଆସୁଛୁ। ପୂର୍ବ ସରକାର କ'ଣ କହିଲା, ଆମକୁ ଖାଲି ଭୋତେ ଆଜି ପର୍ଯ୍ୟନ୍ତ କିଛି ସାହାଯ୍ୟ କଲେନି। ପ୍ରଥମେ 500 ଟଙ୍କା ଦେଉଥିଲେ, ତାପରେ 1500 ଟଙ୍କା 1600 ଟଙ୍କା ଦେଲେ, ତାପରେ 2000 ଦେଲେ, ଏବେ 3250 ଟଙ୍କା ଦେଉଛନ୍ତି। ତା ଆମ ପରିବାର ଚଳିବା ପାଇଁ କିଛି ସକ୍ଷମ ନୁହେଁ। ଆମର ପିଲା କୁଟୁମ୍ବ ଅଛନ୍ତି, ଆମେ କେବେ ଅନ୍ୟ କାମ ବି କରିପାରୁନୁ। ଆମେ 24 ଘଣ୍ଟା ଆମେ ଡ୍ୟୁଟିରେ 24 ଘଣ୍ଟା ରହିବାକୁ ପଡ଼ୁଛି। ଯେଉଁ ଟାଇମ୍ରେ ଆମକୁ କିଛି ଛୁଟି ନାହିଁ, ଗୁରୁବାର ନାହିଁ କି ଛୁଟି ଦିନ ନାହିଁ, ସେକେଣ୍ଡ ସାଟର୍ଡେ କିଛି ନାହିଁ। ଆମର ସବୁବେଳେ ଆମ କାମ ହିଁ କାମ। ସେଥିପାଇଁ ଆମେ ଆଜି ଆମର ଭାଇମାନେ ଦୀର୍ଘ 12 ତାରିଖରୁ ଆମରଣ ଅନଶନ କରି ବସିଛନ୍ତି ସ୍ଥାୟୀ ଭାବରେ। କିନ୍ତୁ ଆଜି ଆମେ କଲେକ୍ଟର ସାର୍ଙ୍କ ପାଖକୁ ଆସିଛୁ। କଲେକ୍ଟର ଆମର ଗୁହାରି ଶୁଣିବେ ବୋଲି ଆମର ଟିକେ ବିଶ୍ୱାସ ଅଛି। କଲେକ୍ଟର ତରଫରୁ ଆମକୁ ମୁଖ୍ୟମନ୍ତ୍ରୀ ପାଖକୁ କିଛି ବାର୍ତ୍ତା ଯାଉ, ତାହା ବି ଆମର ଅଛି। କିନ୍ତୁ ଆମର ଆଜି କଲେକ୍ଟର ସାର୍ଙ୍କୁ ରିପୋର୍ଟ ଦେଲା ପରେ କାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଆମେ ପୁରା ଷ୍ଟେଟ୍ ଲେଭେଲରୁ ଆମକୁ ଇଏ ଆସିଛି। ସେଥିପାଇଁ ଆଜି କଲେକ୍ଟର ଆସିଛୁ। କଲେକ୍ଟର କ'ଣ ତାର ଏଇଟା କରି ମିଶିନାହାନ୍ତି ଆଜି ପର୍ଯ୍ୟନ୍ତ। ମୋ ନାଁ ଗୋବିନ୍ଦ ଚନ୍ଦ୍ର ବିଷୋଇ, ସ୍ୱାବଲମ୍ବୀ କାରିଗର, ଗୋସାଣୀ ବ୍ଲକ ପ୍ରେସିଡେଣ୍ଟ। ସାର୍, ଜିଲ୍ଲାପାଳଙ୍କ ଆମର 10ଟା ଆମର ଦାବି ଅଛି 10ଟା। ସେ ଦାବି ଲିଖିତ ଆକାରରେ ଆମେ ଦେବା ପାଇଁ ଆମର ପୁରା ଟୋଟାଲ ଗଜପତି ଜିଲ୍ଲାର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ ମାନେ ବ୍ଲକ ୱାଇଜ୍ ଆସିଛନ୍ତି। ସାର୍, ଆମର ତ ଦାବି ବହୁତ ଅଛି ସାର୍, କିନ୍ତୁ ଦାବି ଗୁଡ଼ାକ ଆଜି ପର୍ଯ୍ୟନ୍ତ ପୂର୍ବତନ ସରକାର କିଛି ପୂରଣ କଲେ। ଏବେ ମୋହନ ସରକାରକୁ ଆମ ପୁରା ବିଶ୍ୱାସ ଅଛି ଆମ ଦାବି ପୂରଣ କରିବା ପାଇଁ। ଆମର ତ ବହୁତ ଦାବି ଅଛି, କିନ୍ତୁ କିଛି ଦାବି ପୂରଣ ହେଉନି ସାର୍। ଆମକୁ ପ୍ରଥମେ 500 ଟଙ୍କା ଦେଉଥିଲେ, ତାପରେ 1600 ଟଙ୍କା ଦେଲେ, ତାପରେ 2000 ଦେଲେ, ବର୍ତ୍ତମାନ 3250 ଟଙ୍କା ଦେଉଛନ୍ତି। ତାକୁ ସମୁଦ୍ରକୁ ସଂଖ୍ୟା ପାଣି। ତାଦ୍ୱାରା ଆମ ପରିବାର କ'ଣ ଚଳିବ ସାର୍? 3250 ଟଙ୍କାରେ ଗୋଟେ ମଜୁରିଆ ଯାଉଛି ଦିନକୁ 5 ଟଙ୍କା 1000 ଟଙ୍କା ଆଣିଛି। କିନ୍ତୁ ଆମେ ଏଥିରେ ଯାଇନେଇକି ଦୀର୍ଘ 25 ବର୍ଷ ହେଲା ଆମର କୌଣସି ପ୍ରକାର ଆମେ ଅନ୍ୟ କାମ ବି କରିପାରୁନୁ ସାର୍। ଆମେ 24 ଘଣ୍ଟା ଡ୍ୟୁଟି କରିବାକୁ ପଡ଼ୁଛି। ଯେଉଁ ଟାଇମ୍ରେ ଆମକୁ ପୂଜା ପାଠ ସେକେଣ୍ଡ ସାଟର୍ଡେ କିଛି ଛୁଟି ବି ଆମକୁ ନାହିଁ ସାର୍। ଟୋଟାଲ୍ ଆମ କାମ ହିଁ କାମ ରହିବାକୁ ପଡ଼ୁଛି। ଆମେ ଯଦି କାମ ନ କଲେ ଆମର ଅଧିକାରୀ ଯିଏ ସେମାନଙ୍କୁ ଡରଉଛନ୍ତି। ଠିକ୍ ସମୟରେ କାମ ନ କଲେ ଆମକୁ ଦରମା ବନ୍ଦ କରିବା ପାଇଁ ବି ଥିଟେନି ଦେଉଛନ୍ତି। ସେଥିପାଇଁ ଆମେ ପୁରା ଟୋଟାଲ୍ ଆମେ କାର୍ଯ୍ୟରେ 24 ଘଣ୍ଟା କାର୍ଯ୍ୟ ରହୁ ସାର୍। ଆମେ ଯଦି ଦାବି ପୂରଣ ହୁଏ ଆଗାମୀ ଦିନରେ କ'ଣ? ଆମେ ତ ସାର୍ ଶାନ୍ତିପୂର୍ଣ୍ଣ ଆମର ଭାଇମାନେ ଦୀର୍ଘ 12 ତାରିଖରୁ ସେଇଠି ଅଛନ୍ତି ସାର୍ PMGରେ ଭୁବନେଶ୍ୱର। ଆମେ ଆଜି ଆମେ କଲେକ୍ଟରଙ୍କୁ ଦେବୁ। କଲେକ୍ଟର ଯଦି ଆମ ଗୁହାରି ଶୁଣିବା ବେଲେ ଆମର ବିଶ୍ୱାସ ଅଛି କଲେକ୍ଟର ଦେବେ ଆମର କାର୍ଯ୍ୟରତ ପୁରା କାର୍ଯ୍ୟ ବନ୍ଦ କରିବା ପାଇଁ ଆମେ ଟୋଟାଲ୍ ଆମର ଷ୍ଟେଟ୍ ଲେଭେଲରୁ ଆମକୁ ଆସିଛି। ଡିଷ୍ଟ୍ରିକ୍ଟ ଲେଭେଲରେ ଆମେ ମିଟିଂ କରୁଛୁ। କାଲିଠୁ କାର୍ଯ୍ୟ ବନ୍ଦ ହେବ ସାର୍। ଆମର ଆଗାମୀ ଦିନରେ ସେମାନଙ୍କର ଦାବି ପୂରଣ ନହେଲେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର ଷ୍ଟୁଡିଓ।